ଯେତିକି ପଜିଟିଭ ବାହାରି ଥିଲେ ଆମର ଯୋଉ ଜେନୋମିକ୍ ସିକ୍ୱେନ୍ସିଂ ହେଇଥିଲା ବର୍ତ୍ତମାନର ରିପୋର୍ଟ ଅନୁସାରେ ଆମର 2ଟି ପଜିଟିଭ ହେଇଛି। ଗୋଟିଏ ହେଲା ଯେ କେରଳରୁ ଆସିଥିଲେ ତାଙ୍କର ପଜିଟିଭ ହେଇଛି, ସେ ହୋମ୍ ଟ୍ରିଟମେଣ୍ଟରେ ଥିଲେ, ବର୍ତ୍ତମାନ ସିମ୍ପଟମ୍ସ ଫ୍ରି ଅଛନ୍ତି, କିଛି ଅସୁବିଧା ନାହିଁ। ଆଉ ଜଣେ କିମ୍ସରେ ଆଡମିସନ ହେଇଥିଲେ, ଭଲ ଅଛନ୍ତି, ଅଣ୍ଡର ଟ୍ରିଟମେଣ୍ଟ ଅଛନ୍ତି, ତାଙ୍କର ବି ପଜିଟିଭ ବାହାରିଛି। ଟୋଟାଲ ଆମର ICMR ନୋଟିଫାଏ କରିଛି ଯେ ଆମର 2ଟି JN1 ପଜିଟିଭ। ସୁନ୍ଦରଗଡ଼ର ଯୋଉଟା ପ୍ରଥମେ କେରଳରୁ ଆସିଥିଲେ ତାଙ୍କର ସେଟା ସୁନ୍ଦରଗଡ଼ର, ଆଉ ଯୋଉଟା ଅଛନ୍ତି ବର୍ତ୍ତମାନ ଏଠି ଆଡମିସନ ହେଇକରି ଅଛନ୍ତି କିମ୍ସ ହସ୍ପିଟାଲ ଆଡମିସନ ହେଇକରି ଅଛନ୍ତି। ପ୍ରଥମେ ଯିଏ ଆସିଥିଲେ କେରଳରୁ ଯିଏ ଆସିଥିଲେ ସେ ହୋମ ବେସ୍ଡ ଟ୍ରିଟମେଣ୍ଟରେ ଥିଲେ, ସେ ତାଙ୍କର ଅବସ୍ଥା ଭଲ ଅଛି, ତାଙ୍କର କଣ୍ଟାକ୍ଟରେ ବି କିଛି ଆଉ ସିମ୍ପଟୋମେଟିକ୍ ବାହାରି ନାହାନ୍ତି। ଆଉ ଜଣେ ଯେ କିମ୍ସରେ ଆଡମିସନ ହେଇଥିଲେ ସେ 83 ବର୍ଷର ବୃଦ୍ଧା ଜଣେ, ତାଙ୍କର ପଜିଟିଭ JN1 ଭେରିଏଣ୍ଟ ଆସିଛି, ସେ ବି ଟ୍ରିଟମେଣ୍ଟରେ ଅଛନ୍ତି, ଭଲ ଅଛନ୍ତି। ଆଜି ଜଣେ ମାତ୍ର ଚିହ୍ନଟ ହେଇଛନ୍ତି ଅନୁଗୁଳରୁ। ଆଉ ଏ ଯୋଉ କହୁଛନ୍ତି ଭେରିଏଣ୍ଟଟା ଆପଣମାନଙ୍କୁ ଆଉ ଥରେ କହି ରଖେ, ଯେତେ କୋଭିଡ ପଜିଟିଭରେ ଆମର ବାହାରୁଛନ୍ତି ଆମର ପ୍ରିନ୍ସିପଲ ଅନୁସାରେ ଆମେ ସମସ୍ତଙ୍କୁ ଜିନୋମିକ୍ ସିକ୍ୱେନ୍ସିଂ ପଠାଉଛୁ। ଜିନୋମିକ୍ ସିକ୍ୱେନ୍ସିଂଟା ଭ୍ୟାଲିଡେଟ୍ ହେଇକି ICMR ନୋଟିଫାଏ ହେଲା ପରେ ଆପଣମାନଙ୍କୁ ଜଣେଇବୁ, ସେଥିରେ କିଛି ଅସୁବିଧା ନାହିଁ। କିନ୍ତୁ ଯୋଉ 2 ଜଣ ବାହାରିଛନ୍ତି, ଜଣେ ପୁରା ସିମ୍ପଟମ୍ ଫ୍ରି ଅଛନ୍ତି, ଆଉ ଜଣେ ଅଣ୍ଡର ଟ୍ରିଟମେଣ୍ଟ ଅଛନ୍ତି, ତାଙ୍କ ଅବସ୍ଥା ଭଲ ଅଛି। ସମସ୍ତଙ୍କର ହେଇଛି, ଯେମିତି ଆମର ସର୍ଭେଲାନ୍ସ ପ୍ରୋସେସରେ ଯାହା ହବା କଥା ଗୋଟେ ପଜିଟିଭ ଆସିଲେ ସେମାନଙ୍କ ସମସ୍ତଙ୍କର କରାଯିବ। କୋଭିଡର ବର୍ତ୍ତମାନ ଆମ ପାଖରେ ସେଟା କିଛି କୋଭିଡ ଜନିତ ମୃତ୍ୟୁର ଠିକଣା ନାହିଁ। ଆପଣ ଭଲ କରି ଜାଣିଛନ୍ତି, ନ୍ୟାସନାଲ ହଉ ଇଣ୍ଟରନ୍ୟାସନାଲ ଷ୍ଟଡିରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏଇ ଭେରିଏଣ୍ଟର ସିଭିୟରିଟି ଏଷ୍ଟାବ୍ଲିଶ ହେଇନାହିଁ। ନର୍ମାଲ କୋଭିଡରେ ଯୋଉ ସତର୍କତା ଅବଲମ୍ବନ କରାଯାଏ ସେଇ ସତର୍କତା ସମସ୍ତେ ଅବଲମ୍ବନ କରନ୍ତୁ। ଆମ ପାଖରେ ଟେଷ୍ଟିଂର ପର୍ଯ୍ୟାପ୍ତ ବ୍ୟବସ୍ଥା ଅଛି, ଯାହାକୁ ଏଫେକ୍ଟ ହେବ ଲଜିଷ୍ଟିକ୍ସର କିଛି ଅସୁବିଧା ନାହିଁ। ତୃତୀୟ ଜିନିଷ ହେଲା, ଯେଉଁମାନଙ୍କୁ ଅନୁରୋଧ ସିମ୍ପଟୋମେଟିକ୍ ହେଉଛନ୍ତି ସେମାନେ ଟେଷ୍ଟ କରିଦିଅନ୍ତୁ, ଯଦି ବାହାରିଲା ଆମେ ତାର ଫର୍ଦର ସିକ୍ୱେନ୍ସିଂ ଷ୍ଟଡି କରିବା, ସେଥିରେ କିଛି ଅସୁବିଧା ନାହିଁ।